এই ভিডিওରେ ଆମେ ଆଜି ଓଡ଼ିଆ ବ୍ୟାକରଣର ଏକ ଇମ୍ପୋର୍ଟାଣ୍ଟ ଟପିକ୍ ବିଷୟରେ ଆଲୋଚନା କରିବା ଯାହାର ନାଁ ହେଉଛି କର୍ତ୍ତା କର୍ମ ଓ କ୍ରିୟା। ତାହେଲେ କର୍ତ୍ତା କ'ଣ କର୍ମ କ'ଣ କ୍ରିୟା କ'ଣ ତା ବିଷୟରେ ଆମେ এই ଭିଡ଼ିଓରେ ଆମେ ଦେଖିବା। ତ ଡେରି ନକରି ଷ୍ଟାର୍ଟ କରିବା ଆଜିର ଭିଡ଼ିଓକୁ ଯେଉଁଥିରେ ଆମେ ଶିଖିବା କର୍ତ୍ତା କର୍ମ ଓ କ୍ରିୟା। ହ୍ୟାଲୋ ଷ୍ଟୁଡେଣ୍ଟସ୍, ଦିସ୍ ଇଜ୍ ସୂର୍ଯ୍ୟକାନ୍ତ, ୱେଲକମ୍ ଟୁ ଓଡ଼ିଆ କମ୍ପିଟେଟିଭ୍ ଗାଇଡ୍। ତ ପ୍ରଥମ ଜିନିଷ ହେଉଛି କର୍ତ୍ତା କର୍ମ କ୍ରିୟା ଏଗୁଡ଼ାକ ଥାଏ କେଉଁଠି ଆଉ ଆମର କ'ଣ ପାଇଁ ଲାଗେ। ଦେଖ ଆମେ କ'ଣ ପାଇଁ ପଢ଼ିବା ଆଗ ଫାର୍ଷ୍ଟ କଥା ହେଉଛି କ'ଣ କର୍ତ୍ତା କର୍ମ କ୍ରିୟା କ'ଣ ପାଇଁ ଆମେ ପଢ଼ିବା କ'ଣ ପାଇଁ ଆମେ ଜାଣିବା ଦରକାର। ଦେଖ ପିଲେ କର୍ତ୍ତା କର୍ମ କ୍ରିୟା ଆମେ ଏଇଥିପାଇଁ ଜାଣିବା ଦରକାର କାରଣ ଆଗକୁ ଯାହା ବି ଆମେ ଟପିକ୍ ପଢ଼ିବା କାରଣ ଆମେ ଆଗକୁ ବାକ୍ୟ ବିଷୟରେ ପଢ଼ିବା। ଠିକ୍ ଅଛି, ତାପରେ ଆଉ ଗୋଟେ ତୁମର ଅଛି ଟପିକ୍ ଯେଉଁଟା ହେଲା ସମାସ, ଆଉ ଗୋଟେ ଅଛି ବିଭକ୍ତି। ଏଇସବୁ ଚାପ୍ଟରରେ ତୁମେ ଯଦି କର୍ତ୍ତା କର୍ମ ଆଉ କ୍ରିୟା ବିଷୟରେ ନ ଜାଣିଛ ତାହେଲେ ତୁମେ ଏଗୁଡ଼ାକ ବୁଝିପାରିବନି ବା ତୁମର କନସେପ୍ଟ ବୁଝିବାରେ ପ୍ରୋବ୍ଲେମ୍ ହେବ ହେଲା। ତ ସେଇଥିପାଇଁ ଆମକୁ କର୍ତ୍ତା କର୍ମ କ୍ରିୟା ବିଷୟରେ ଜାଣିବା ନିହାତି ଆବଶ୍ୟକ। ତା ସହିତ ଆମେ ଓଡ଼ିଆରେ ଭଲ ମାର୍କ ରଖିବାକୁ ହେଲେ ଆମକୁ ସବୁ କନସେପ୍ଟ ଆଉ ସବୁ ୱାର୍ଡ଼ର ଅର୍ଥ ତାର ବ୍ୟବହାର ମଧ୍ୟ ଆମକୁ ଜାଣିବା ନିହାତି ଆବଶ୍ୟକ। ସୋ କର୍ତ୍ତା କର୍ମ କ୍ରିୟା ଏ ବିଷୟରେ ଆମେ ଆଜି এই ଭିଡ଼ିଓରେ ଆଲୋଚନା କରିବା। ତ ପ୍ରଥମ ପ୍ରଶ୍ନ ତୁମମାନଙ୍କ ମନରେ ଆସୁଥିବ ଯେ କର୍ତ୍ତା କ'ଣ କର୍ମ କ'ଣ କ୍ରିୟା କ'ଣ ଏଗୁଡ଼ାକୁ ଆମେ ଜାଣିବା ଆଉ ଏସବୁ ଥାଏ କେଉଁଠି। ତ ପ୍ରଥମ କ୍ୱେଶ୍ଚିନ୍ ତୁମର ଯଦି ମୁଁ କ୍ଲିୟର କରିବି ଯଦି ତୁମମାନଙ୍କ ମନରେ ଆସୁଥିବ ଯେ କର୍ତ୍ତା କର୍ମ କ୍ରିୟା ଏସବୁ ଥାଆନ୍ତି କେଉଁଠି ତାହେଲେ ମନେ ରଖ ଗୋଟେ ଜିନିଷ ପିଲେ ଏଇ ଯେଉଁ କର୍ତ୍ତା କର୍ମ କ୍ରିୟା ତିନିଟି ଯେଉଁ ପଦ ତିନୋଟି ମୁଁ କହୁଛି ବା ଯେଉଁ ତିନିଟା ଶବ୍ଦ ମୁଁ ବାର ବାର ରିପିଟ୍ ମାରୁଛି ଏ କର୍ତ୍ତା କର୍ମ କ୍ରିୟା ତିନୋଟି ଯାକ ସବୁ କେଉଁଠି ଥାଏ ନା ବାକ୍ୟରେ ଥାଏ ପିଲେ। କେଉଁଠି ଥାଏ ବାକ୍ୟରେ। ତମେ କହ ବାକ୍ୟ କ'ଣ ପୁଣି ପ୍ରତ୍ୟେକ ପିଲା ଯେଉଁମାନେ ବି ଅଛ ଏଠି ହୁଏତ ସେମାନଙ୍କ ଭିତରୁ କିଛି ଜାଣିଥିବେ ବାକ୍ୟ କାହାକୁ କୁହାଯାଏ କିନ୍ତୁ ଆଉ କିଛି ଥିବେ ମେ ବି କାର କିଛି ଡାଉଟ୍ ଥିବ। ସୋ ମୁଁ ତୁମକୁ କହିଦେବା ପାଇଁ ଚାହିଁବି ବାକ୍ୟ କାହାକୁ କୁହାଯାଏ। ଦେଖ ବାକ୍ୟ ଆମେ କାହାକୁ କହିବା ନା ଗୋଟେ ପୂର୍ଣ୍ଣାଙ୍ଗ ସାର୍ଥକ ଉକ୍ତି। ଜଣେ ଯଦି କିଛି କଥା କହୁଛି ସେଇ କଥାର ନିର୍ଦ୍ଦିଷ୍ଟ ଭାବରେ ଅର୍ଥ ପ୍ରକାଶ ହେଉଛି ଅର୍ଥାତ୍ ପୂର୍ଣ୍ଣ ହେଉଛି ତାର ମନର ଭାବନା ବା ସେଇଟା ସାର୍ଥକ ଅର୍ଥାତ୍ ଅର୍ଥ ଅଛି ସେହି ଉକ୍ତିରେ ବା ସେ କହୁଥିବା କଥାରେ ଯଦି ଅର୍ଥ ଅଛି ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଛି ତେବେ ତାକୁ ଆମେ କ'ଣ କହିବା ବାକ୍ୟ ବୋଲି କହିବା। ତୁମେ କହିବା ତୁମେ କ'ଣ କହିଲ ମୁଁ ବୁଝିପାରିଲିନି। ଯଦି ସର୍ଟକଟ୍ରେ ଦେଖିବା ତାହେଲେ ଡେଫିନେସନ୍ ଯଦି ତୁମର କ୍ୱେଶ୍ଚିନ୍ ଆସିଲା ଯେ ପୂର୍ଣ୍ଣାଙ୍ଗ ସାର୍ଥକ ଉକ୍ତିକୁ କ'ଣ କୁହାଯାଏ ଅପସନ୍ ଏ ଦେଇଥିବ ବାକ୍ୟ, ଅପସନ୍ ବିରେ ଅଲଗା କିଛି ଦେଇଥିବ ବିଶେଷ୍ୟ ବିଶେଷଣ ଏମିତି ସବୁ ଦେଇଥିବ। ତ ତୁମେ କ'ଣ କରିବ ନା ପୂର୍ଣ୍ଣାଙ୍ଗ ସାର୍ଥକ ଉକ୍ତି ଯଦି ଦେଇଥିବ ଦେନ୍ ତୁମେ ଲେଖିବ କ'ଣ ଏଟା ନା ବାକ୍ୟ ସେଟା। ଠିକ୍ ଅଛି, ତୁମେ କହିବ ସେଇଟା ସିନା ମୁଁ ଲେଖିବି କିନ୍ତୁ ବୁଝି ମୁଁ ପାରିଲିନି ତାହେଲେ କ'ଣ ମୁଁ କହିବି ବାକ୍ୟ କାହାକୁ କହିବି। ଦେଖ ବାକ୍ୟ ଯେତେବେଳେ ଆମେ ପଢ଼ିବା ସେତେବେଳେ ତାକୁ ଭାଷ୍ଟଲି ଆମେ ଆଲୋଚନା କରିବା କିନ୍ତୁ ଏଇଠି ଯେହେତୁ ବାକ୍ୟ ୱାର୍ଡ଼ଟା ଆସିଲା କାହାକୁ କୁହାଯାଏ ସେଇଟାକୁ ମୁଁ ଆଉ ଥରେ ତୁମକୁ ମୁଁ କହିଦେଉଛି। ଠିକ୍ ଅଛି, ତ ଦେଖ ପିଲେ ବାକ୍ୟ ଆମେ କାହାକୁ କହିବା ନା ସେ କହୁଛି ଯଦି କେତେ ଗୁଡ଼ିଏ ପଦ ମିଶି ଆମ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରନ୍ତି ତେବେ ତାହାକୁ ଆମେ କ'ଣ କହିବା ବାକ୍ୟ ବୋଲି କହିବା। ବୁଝିପାରିଲ ପିଲେ ବାକ୍ୟ କାହାକୁ କୁହାଯାଏ ନା ସାମ୍ନାବାଲା ଯଦି ତା ମନର ଭାବନାକୁ କିଛି ଶବ୍ଦ ଦ୍ୱାରା ବା କିଛି ପଦ ଦ୍ୱାରା ଯଦି ବର୍ଣ୍ଣନା କରିପାରୁଛି ପ୍ରକାଶ କରିପାରୁଛି ତେବେ ତାହାକୁ ଆମେ କ'ଣ କହିବା ବାକ୍ୟ ବୋଲି କହିବା। ଆଚ୍ଛା ଠିକ୍ ଅଛି, ତାହେଲେ ଧରାଯାଉ ତୁମେ କହିବ ଗୋଟେ ଉଦାହରଣ ଦେଇକି ଦେଖ ଉଦାହରଣ କ'ଣ ଦେଇଛି ପିଲେ ରାମ ଭାତ ଖାଉଛି। ମୁଁ କ'ଣ କହିଲି ରାମ ଭାତ ଖାଉଛି ତାହେଲେ ଇଏ ଗୋଟେ କ'ଣ ବାକ୍ୟ କି ହଁ ବାକ୍ୟ। ତାହେଲେ ବାକ୍ୟ ହେବା ଦ୍ୱାରା ହେଲା କ'ଣ ନା ମୁଁ ଜାଣିପାରୁଛି ଯେ ରାମ ବୋଲି କିଏ ଜଣେ ପିଲା ଅଛି ଯିଏ କ'ଣ କରୁଛି ନା ଭାତକୁ ଖାଉଛି। କ୍ଲିୟର ଏତିକି ବୁଝିପାରିଲ। ତାହେଲେ ମୋ ମନର ଭାବନାକୁ ସେ ପ୍ରକାଶ କରିପାରୁଛି ଯେ ସାମ୍ନାବାଲା କହୁଛି ଯେ ରାମ ଭାତ ଖାଉଛି କିମ୍ବା ମୁଁ ଯଦି କହୁଛି ଯେ ରାମ ଭାତ ଖାଉଛି ଇଟ୍ ମିନ୍ସ ମୁଁ ଜାଣିପାରୁଛି ଯେ ରାମ ଯିଏ ସେ ବର୍ତ୍ତମାନ କ'ଣ କରୁଛି ନା ଭାତ ଖାଉଛି। ବୁଝିପାରିଲ। ତୁମେ କହିବ ଏଇ ତିନିଟା ତୁମେ କହିଲ ଯେ ମନର ଭାବକୁ କ'ଣ କରିବା ଦରକାର ନା ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିବା ଦରକାର। ତାହେଲେ ପ୍ରକାଶ କଲା ଯଦି ମୁଁ ପଦକୁ ଏପଟ ସେପଟ କରିଦେବି। ଦେଖ ଯଦି ପଦକୁ ମୁଁ କ'ଣ କରିବି ଏପଟ ସେପଟ କରିଦେବି। ଦେଖ ଏଠି ପିଲେ ମୁଁ କ'ଣ କରୁଛି ରାମ ଭାତ ଖାଉଛିକୁ ମୁଁ କହିଦେବି ଭାତ ରାମ ଖାଉଛି କିମ୍ବା ମୁଁ କହିବି ରାମ ଖାଉଛି ଭାତ ହେଲା। ଦେଖ ଏଠି କ'ଣ ହେଉଛି କିମ୍ବା ମୁଁ କହିବି ଖାଉଛି ଭାତ ରାମ। ଦେଖ ମୁଁ କୌଣସି ଯେପର୍ଯ୍ୟନ୍ତ କମା କିମ୍ବା କୌଣସି ଚିହ୍ନର ବିରାମ ଚିହ୍ନର ମୁଁ ବ୍ୟବହାର ନ କରୁଛି ସେ ପର୍ଯ୍ୟନ୍ତ ୟାର ଅର୍ଥ ସମ୍ପୂର୍ଣ୍ଣ ରୂପେ ଆସିପାରୁନି ଜଣା ବି ପଡ଼ୁନି ଯେ କିଏ କାହାକୁ ଖାଉଛି। ବୁଝିପାରିଲ ମୁଁ କ'ଣ କହିଲି ତାହେଲେ ଏଗୁଡ଼ା କ'ଣ ବାକ୍ୟ କି ଏଥିରେ ତ ନା ବାକ୍ୟ ହେବନି। ଦେଖ ପିଲେ ଏଇଟା ବିରାମ ଚିହ୍ନ ନାହିଁ ମାନେ ଏଥିରେ କାରଣ ଆମ ବିରାମ ଚିହ୍ନ କ'ଣ ପାଇଁ ନାହିଁ ଏଥିରେ ବା ବିରାମ ଚିହ୍ନ ନାହିଁ ଯଦି ଆମେ କହିବା କ'ଣ ପାଇଁ ଏଗୁଡ଼ାକ ନୁହେଁ ନା ଏଥିରେ ବିରାମ ଚିହ୍ନ ଦେଇନି ଯାହାଫଳରେ ଆମେ ଜାଣିପାରୁନା ଆମ ଅର୍ଥଟା କିଏ କାହାକୁ ଖାଉଛି କିଏ କିମ୍ବା କିଏ କ'ଣ କରୁଛି। ବୁଝିପାରିଲ ପିଲେ କ'ଣ କହୁଛି ଭାତ ରାମକୁ କେବେ ଖାଇପାରିବନି ଏଇଟା ଅସମ୍ଭବ କାରଣ ତୁମେ ଜାଣିଛ ଯେତେବେଳେ ବାକ୍ୟଟେ ହେବା ପାଇଁ ବି ତାର କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ଥାଏ କିଛି ଲକ୍ଷଣ ଅଛି
है ठीक अच्छे। तो एत आम कनसेप्ट भितर को जीवानी बास एतिकी जान जे जदि कौन कथा कहला बेले आम कौन कर सामना वाला जो कौन कथा कहूँ आउ कौन कर मनर भाव को किसी पद द्वारा बा किसी शब्द द्वारा संपूर्ण रूप प्रकाश करें तेज कौन कह वाक्य बोली कह। आई होप तुम भलसे बुझी सारी आउ गोटे जिन पे मन रख ये जो वाक्य मध्य मुझे कहली ना जे ये जो कर्ता कर्म क्रिया कौटी था तुम कहले कर्ता कर्म क्रिया तीन टाक वाक्य था। सो ताले वाक्य आम जानिले वाक्य मध्य कौन कौन थाए ना वाक्य मध्य आमर कर्ता कर्म आउ क्रिया ये तीनोटी कौधर थाए वाक्य मध्य थाए। एबे देखिबा आमे जो उदाहरण नेले जो उदाहरण आम एठी नेथिले कौन ना राम भात खाउछि एठी राम को मु कौन करिछि देख पिले मु कहिछि राम होउछि कर्ता राम कौन होउछि कर्ता भात होउछि कर्म भात होउछि कर्म आउ खाउछि हेउछि कौन ना गोटे क्रिया मु एठी लिखिली राम को लिखिली कर्ता भात को लिखिली कर्म आउ खाउछि को लिखिली क्रिया ताले मु केमिति जानिली जे राम होउछि कर्ता भात कौन पई कर्ता नुहे ठीक अच्छे। ये तुम मन क्वेश्चन आसुव तो देख कर्ता आम क्या कहवा प्रथम जिनसा जान जे कर्ता आम क्या कहवा कर्ता आम कहवा है कर्ता आम कहवा क्या ना जीए जीए काम करे किंबा कराए बुझीपार पिले ताले काम जीए करुची किंबा करौची सी हूँ आमर कर्ता ताले आम केमी जाना ना यार ट्रिक हूँ पिले या सब बेले क्वेश्चन कर तुम जे किए किंबा क्या द्वारा जदि तुम प्रश्न पचारुच जे जहाँ भी गोटे देजी उदाहरण कि जहाँ प्रश्न देजी से तुम जब पचारुच जे किए आउ कहार प्रश्न करुच तुम आ प्रश्नर उत्तर जहाँ आसला प्रश्नर उत्तर जहाँ आसला सेटा हूँ पिले कौन ना तुमर सी हूँ कर्ता बुझीपार तुम कह कौन कहला आम मूलर बुझीपारू ना कानर एपटे पशिला सेपटे बाहरी गला। तो देख पिले उदाहरण सहित बर्तमान मुझे तुमको बुझाऊँ मु प्रथमे कहली जे गोपाल पढ़ुछि प्रथम देख क्वेश्चन कौन कहूँ गोपाल पढ़ुछि एठी मु कौन कहली जदि पचार ए कर्ता केउंटी यही वाक्य कर्ता केउंटी तो कर्ता पाई मु तुमको कही कौन पचार ना किए किंबा क्या द्वारा ताले एठी तुम पचारि पार मु कहली गोपाल पढ़ुछि क्वेश्चन कौन हो पार किए पढ़ुछि क्वेश्चन कौन हो पार किए पढ़ुछि उत्तर में कौन आसला ना गोपाल पढ़ुछि ताले मु कहिछि उत्तर जहाँ आसला देख ये लिखिछि प्रश्न कले जहाँ उत्तर आसीबो सी हूँ आमर कौन ना कर्ता बुझीपाल तो उत्तर आसला गोपाल तेणु गोपाल हूँ कर्ता ताले गोपाल ही पढ़ुछि कामटा क्या द्वारा हूँ गोपाल द्वारा हूँ बुझीपाल ताले कामटा जा द्वारा हूँ है जी कामटा करे कि कराए ताको आम कौन कहवा कर्ता बोली कहवा। अच्छा सेकेंड गोटे प्रश्न को देखिए आम चेक करवा थे ताले सी कहे छात्र मैंने खेलुंट मुझे प्रश्न कौन कर किए खेलुंट उत्तर कौन आसो छात्र मैंने खेलुंट ताले छात्र मैंने होती कौन कर्ता पिला माने कर्ता साधारणतः वाक्यर आरंभ रे थाए ये जिनसा टी मार्क कर 90% जगार है कौन हम ना कर्ता साधारणतः कौन हम ना वाक्यर आरंभ रे थी देख ये जमी गोपाल कर्ता वाक्यर आरंभ रे अच्छी छात्र मैंने खेलुंट वाक्यर आरंभ रे अच्छी ताले जानिपार पिले ताले छात्र मैंने है गोपाल हेले ताले एमाने होउजंती कर्ता आ कर्ता साधारणतः वाक्यर आरंभ रे थाए। आई होप तुम बुझीपार ठीक अच्छे। तो बर्तमान तुम कर्ता जानी सारे बर्तमान आम देखा कर्ता पर आम कौन थी पद ना क्रिया विषय थिला गोटे कर्म विषय थिला। तो एबे देखिबा आमे कर्म कर्म काहाकू कहिबा ताहले मु कहिली कोन ना कर्ता आमे कहिले जेतेले प्रश्न करूचे जे किए करूची आउ कोन करूची बा काहा द्वारा कामडा होउची देखो कर्म होउची कोन ना कर्म होउची जहा उपरे काम हुए सही ठारे कर्म हुए जहा उपरे काम हुए कोन मु कहिली माने एठे हिंदी कोन उत्तर रहिबो प्रश्न रहिबो ना कोन किबा काहाकू कौन किंबा काहाकू प्रश्न कले जदि उत्तर जहाँ आसीबो सेई उत्तर होउजी हमर कोन ना कर्म सेई उत्तर होउजी हमर कोन ना कर्म जहाँ उत्तर आसीबो कौन किंबा काहे कि जदि हम प्रश्न करूजे ठीक अछि। तुम को उदाहरण देकी बुझ मु बुझी पारुनी ताल देखो उदाहरण प्रथम उदाहरण को जो देखिबा से कहूँ राम भात खाउछि ताले मु कहि परिबी कौन आउ काहाकू राम काहाकू खाउछि बा राम कौन खाउछि ना राम भात खाउछि ताले भात खाउछि उत्तर आसिला कोन भात ताले भातरा होउछि बिले कोन ना कर्म बुझी पारल पिले कौन कहली। तुम कहबो आउ गोटे उदाहरण को देखिबा 2 नंबर उदाहरण को देखो पिले 2 नंबर कौन कहूछि सीता गछ को पानी देला ताले सीता कौन देला प्रश्न कौन कहितली करिया पई ना कौन देला हला कौन देला ना सीता काहाकू देला बा कौन देला ताले सीता पानी देला सीता कौन देला पानी देला काहाकू देला सीता काहाकू देला पानी ताले गछ को देला पानी बुझीपार ताले गछ होउछि एठी कोन ना कर्म बुझीपार पिले कर्म कौन बुझीपार कौन कहली कर्म ताले तमें जदि प्रश्न करूज कौन आउ काहाकू तार उत्तर आसिला हमर कौन हबो कर्म बोली हबो। मुई पर्यंत कौन पढ़ेछि ताकू टिके आलोचना करदेबा देखो आउ थरे मु कहली जे जो कर्ता रहिला
आउ गोटे वार्ड कहली कर्म रहा ये दुटा आम आलोचना करें ताहले कर्ता हो कर्म हो कि आउ गोटे रही कौन क्रिया ठीक अच्छे कर्ता कर्म क्रिया ये तीन टाक आम कौदे थाए ना वाक्य थाए वाक्य क्या कहले ना पूर्णांग सार्थक उक्ति पूर्णांग सार्थक उक्ति मो सहित पिले रिपीट मार बुझिपाल मो सहित तुम रिपीट मार पूर्णांग सार्थक उक्ति हूँ वाक्य ताने आम वाक्य क्या कहीपर ना जदि आम कहले जिते बड़े केते गुड़ी पद मिसिकिना कौन करेंगे मनर भाव को संपूर्ण रूपे प्रकाश कले आम कौन कहवा ना वाक्य बोली कहले आम कहले वाक्य मध्य कौन अच्छी ना कर्ता भी अच्छी कर्म भी अच्छी क्रिया भी अच्छी प्रथम आलोचना कर सारे कर्ता विषय तापर आम आलोचना कले कर्म विषय कर्ता क्या कहले ना आम कहले कर्ता हूँ सी किए ना जीए कामडा करे किंबा काम को कराए बुझिपाल ताहले जी काम करे किंबा कराए ताको आमे कौन कहले कर्ता बोली कहले यार उदाहरण आम कौन नहीं ना राम भात खाऊछि एडी कहिथिले ताले एडी कर्ता आमे काहू कहिथिले ना राम को कहिथिले कर्ता काहू कहिथिले राम को कहिथिले तमे कहबो कोन पय आमे राम को कहिथिले ना एडी राम ही काम करूची राम ए जो खाइबा कामडा किए करूची राम करूची बुझि पालो हला ताले किए भात खाऊची मु कहिथिले प्रश्न कौन करिवो किए प्रश्न कौन करिवो बोली कहिथिले किए किंबा कहा द्वारा कामडा होउची भात खाइबा कामडा कहा द्वारा होउची राम द्वारा होउची बुझि पालो जदी किए आउ कहा द्वारा यार उत्तर जहा आसिला यार उत्तर एडी कोन आसिला ना राम आसिला बुझिपाल तेणु राम हूँ पिले ये कौन ना राम हूँ ये कर्ता बुझिपाल पिले कर्ता कौन आई होप तुम कर्ता कौन बुझीपार बुझिपाल कर्ता कौन जमी मुझे तुमको आउ गोटे कही धर जाओ आउ गोटे कहि सोनाली गीत गाउछि सोनाली गीत गाउछि कौन गीत गाउछि किछि भी सेयारा हो कि किछि भी हो है ठीक अच्छे ताले सोनाली गीत गाउछि ताले मु कौन कहली कौन प्रश्न प्रश्न आम कौन करवा कौन सोनाली कौन गाउछि बा सोनाली कौन करुछि हैला ताले सोनाली कौन करुछि ना यार उत्तर रे आसीबो ना गीत गाउछि कौन आसुछि गीत ताले ए गीतटा हमर कौन हबो ना जदि कौन रो उत्तर आसिला ताले कौन हबो सी होउछि कर्म बुझी पारलो सी होउछि कौन कर्म तमे कहबो तुम तो कर्ता बुझुतलो कर्म आड़ को कौन पाई गलो देख एइथिपाई मु गली ए जो कौन वार्ड आसिला एठी कौनटा तुमको मन रखिबार अछि एठी कौन न पचारि हमको कौन पचारार थिला ना आमको कौन गाउजी बदल रे पचारार थिला किए गाउजी एई जिंसडा पिले मन रख बुझिपाल किए गीत गाउछि कहला मात्र उत्तर कौन आसीबो सोनाली ताले सोनाली होछि हमर एठी कौन कर्ता लास्ट मु तुमको बुझे देई ताले आमे एति क्लियर हो गले एदरे जे कर्ता जानिबा को हेले कर्ता जानिया पई हेले हमको कौन करिया पड़िबो किए किए रो प्रश्न करियार अछि कर्म जानिबा को हेले हमको कौन रो प्रश्न करियार अछि बुझिपाल कर्ता और कर्म पई कौन वर्तमान देखिबा क्रिया विषय वर्तमान देखिया का विषय ना क्रिया विषय बुझिपाल देख ये गोटे पॉइंट भी लिखाई केतेक वाक्य कर्म न थाई भी पारे जेमती राम जाए कुआड़े जाऊे आमर जाना भी दरकार ना ताले राम हूँ ये कौन ना राम हूँ किए जाऊँगी ना राम ताले किए उत्तर आसला माने राम ये आमर कौन हम ना ये कर्ता हम राम राम हूँ कर्ता कारण ये कार उत्तर आसूसी ना किए किए उत्तर जहाँ आसिले आम कौन कहवा ना या कर्ता बोली कहवा बुझिपाल पिले कौन हो अच्छा तुम कह ताले जाएटा कौन ताले जीवा आसवा खाइबा जाए माने कौन जाए माने जीवा जीवा हो आसवा हो खाइबा हो पीवा हो जेटा गोटे गोटे काम ताले कामर नाटा को आम कौन कहे पिले क्रिया कहे बुझिपाल देख ये आम पढ़ा बर्तमान ताले जाएटा हूँ कौन गोटे क्रिया ताले क्रिया क्या कह जाए बर्तमान देख क्रिया क्या कह जाए देख ये मुझे कौन कहली ना क्रिया क्रिया क्या कह जाए मुझे पढ़ाऊली तुमको जे कार्यर नाम को क्रिया कह जाए कार्यर नाम को कौन कह जाए क्रिया कह जाए किंबा आमे कहि परिया कर्ता जहा करूजी कर्ता जहा करे ताहा होजी क्रिया ताले कर्ता कौन करे ना कर्ता कहला मात्र कि जी कौन से गोटे काम करूजी हे काम से जो काम करूजी सेही कामटा को ही कौन कह जाए क्रिया बोली कह जाए तमे सिंपली मन रखि पारिबो जे काम होजी क्रिया कामर नामटा को आमे कौन कहूचे क्रिया तुम कहो ताले उदाहरण दियो क्रियार उदाहरण कहले हसीबा खेलिबा बसीबा शोइबाटा भी गोटे क्रिया पिले बुझिपाल ताले एगुड़ाक सब कौन होजी गोटे गोटे क्रिया ताले एठी आमे कौन करिबा कौन ताले कौन करुछि जदि आमे प्रश्न कले जहा आसीबो यार आंसर रे यार उत्तर हमर जहा आसीबो उत्तर रे जहा आसीबो सेटा होजी हमर कौन पिले ना सेटा होजी हमर क्रिया बुझिपाल क्रिया कौन आई होप तुम क्रिया कौन बुझी सारी मु तुमको आउ थे पिले कौन करुछि ना बुझे दूचे जिते बेले आमे प्रश्न करुजे कौन प्रश्न करुजे ना किए किए प्रश्न करुजे क्रिए प्रश्न कले उत्तर जहा आसीबो
ଯାହା ଉତ୍ତର ଆସିବ ସିଏ ହେବ ଆମର କର୍ତ୍ତା। ମନେ ରଖ, ଏତିକି ମନେ ରଖ ହେଲା। ଇଏ ହେଲା କିଏ, କ'ଣ କ'ଣ ପ୍ରଶ୍ନ ଯଦି ଆମେ କରୁଛେ ତାର ଯଦି ଉତ୍ତର ଆସୁଛି ଯାହା, ସିଏ ହେବ ଆମର କର୍ମ। କ'ଣ ହେବ ସିଏ? କର୍ମ। ବୁଝିପାରିଲ? କ'ଣ କରୁଛି, କ'ଣ କରୁଛି, କ'ଣ କରୁଛି ଯଦି ଆସିଲା ୟାର ଉତ୍ତର ଯାହା ଆସିବ ସିଏ ହେବ ଆମର କ୍ରିୟା। এই ଜିନିଷଟାକୁ ସ୍କ୍ରିନଶଟ୍ ମାରିକି ରଖିଦିଅ। ବୁଝିପାରିଲ? କର୍ତ୍ତା କ'ଣ, କର୍ମ କ'ଣ, କ୍ରିୟା କ'ଣ, ବୁଝିପାରିଲ? ଆଉ ଗୋଟେ କଥା ତ ମୁଁ କହିଥିଲି ଯେ ଏ ଯେଉଁ କର୍ତ୍ତା ରହିଲା, ଏ କର୍ତ୍ତା ସାଧାରଣତଃ କେଉଁଠି ରହିବ ନା ବାକ୍ୟର, କର୍ତ୍ତା ସାଧାରଣତଃ କେଉଁଠି ରହିବ ନା କର୍ତ୍ତା ସାଧାରଣତଃ ବାକ୍ୟର ଆରମ୍ଭରେ ରହିବ, ଆରମ୍ଭରେ ରହିବ। କର୍ମ ଦରକାର ପଡ଼ିଲେ କର୍ମ ବାକ୍ୟରେ ନଥାଇ ବି ପାରେ, ବାକ୍ୟରେ ନଥାଇ ପାରେ। ବୁଝିପାରିଲ? ନଥାଇ ବି ପାରେ। ବର୍ତ୍ତମାନ ଆମେ କହିଲେ କ୍ରିୟା, କ୍ରିୟା କାହାକୁ କହିଲେ, ଆମେ କହିଲେ କ୍ରିୟା କାହାକୁ କହିଲେ, ତାହେଲେ ଆମେ କ୍ରିୟା କହୁଛେ କାହାକୁ ନା କାର୍ଯ୍ୟର ନାମକୁ। କାହାକୁ କହିଲେ? କାର୍ଯ୍ୟର ନାମକୁ କ୍ରିୟା କହିଲେ। ବୁଝିପାରିଲ ସର୍ଟକଟ୍ରେ? ତାହେଲେ କିଏ ଯଦି କହୁଛି, କିଏ ପ୍ରଶ୍ନ ପଚାରିଲେ ଯାହା ଉତ୍ତର ଆସିଲା ସିଏ ହେଲା କର୍ତ୍ତା। କ'ଣ କହିଲେ ଯାହା ପ୍ରଶ୍ନ ଉତ୍ତର ଆସିଲା ସେଇଟା ହେଉଛି କର୍ମ। ଆଉ କ'ଣ କରୁଛି ପ୍ରଶ୍ନ କଲେ ଯାହା ଉତ୍ତର ଆସିବ ସିଏ ହେବ ଆମର କ୍ରିୟା। ଆଇ ହୋପ୍ ତୁମେ ଏତିକି ଭଲସେ ବୁଝି ସାରିଥିବ। ବର୍ତ୍ତମାନ ଆମେ ବଢ଼ିବା ସ୍କ୍ରିନ୍ ଉପରକୁ। ଦେଖ, ଆମେ କହିସାରିଛେ ଯେ କାର୍ଯ୍ୟର ନାମକୁ କ୍ରିୟା କୁହାଯାଏ କିମ୍ବା କର୍ତ୍ତା ଯାହା କରେ ତାକୁ ଆମେ କ୍ରିୟା ବୋଲି କୁହନ୍ତି। ଏଠି ଟ୍ରିକ୍ ବି ଆମେ ମନେ ରଖିଲେ କ'ଣ ନା ଟ୍ରିକ୍ ହେଉଛି କ'ଣ କରୁଛି, ଟ୍ରିକ୍ ହେଉଛି କ'ଣ ନା କ'ଣ କରୁଛି। କର୍ତ୍ତା କ'ଣ କରୁଛି କ୍ୱେଶ୍ଚିନ୍ କଲେ ଯାହା ଆସିଲା ସିଏ ହେଉଛି ଆମର କ'ଣ ନା କ୍ରିୟା। ତୁମେ କହିବ ଉଦାହରଣ ସହିତ ବୁଝାଅ, ତାହେଲେ ଉଦାହରଣ ସହିତ ବର୍ତ୍ତମାନ ବୁଝିବା ପିଲେ ଦେଖ। ତାହେଲେ ସିଏ କହୁଛି ସୋନାଲି ଦୌଡ଼ୁଛି। ମୁଁ କ'ଣ କହିଲି? ସୋନାଲି ଦୌଡ଼ୁଛି। ଠିକ୍ ଅଛି, ତାହେଲେ ସୋନାଲି ଦୌଡ଼ୁଛି। ଏଠି ମୁଁ କ'ଣ କହିଲି? ପ୍ରଶ୍ନ କ'ଣ କରିବା ନା କ'ଣ କରୁଛି। ତାହେଲେ ସୋନାଲି କ'ଣ କରୁଛି ମୁଁ କ୍ୱେଶ୍ଚିନ୍ କଲି, ତୁମେ କ'ଣ କହିବ? ସୋନାଲି ଦୌଡ଼ୁଛି। ତାହେଲେ ଦୌଡ଼ୁଛି, ଦୌଡ଼ିବାଟା କ'ଣ ଗୋଟେ ଗୋଟେ ନା ଗୋଟେ କାମ, କାମର ନାଁ ମାନେ ଇଏ ହେଉଛି ଗୋଟେ କ୍ରିୟା। ବୁଝିପାରିଲ ପିଲେ? ମୁଁ କହିଲି ପ୍ରିୟଙ୍କା ଲେଖିଲା। ଦ୍ୱିତୀୟ ବାକ୍ୟ ଦେଖ ପିଲେ, ପ୍ରିୟଙ୍କା ଲେଖିଲା ହେଲା। ପ୍ରିୟଙ୍କା ଲେଖିଲା, ମୁଁ କ୍ୱେଶ୍ଚିନ୍ କ'ଣ କଲି? ପ୍ରିୟଙ୍କା କ'ଣ କଲା, କ'ଣ କରୁଛି ପ୍ରିୟଙ୍କା ବା କ'ଣ କଲା। ଦେଖ ଏଇଠି ତୁମ ମନରେ ଆସୁଥିବ ଯେ ତୁମେ ତ କହିଲ କ'ଣ କରୁଛି। ଦେଖ ଏଇଠି କହିବ ଯେ ତୁମେ କହିଲ ପା ଏଠି ତୁମେ କ'ଣ କହିଥିଲ? କ'ଣ କରୁଛି କହିଥିଲ। ଏଇଠି କ'ଣ କ'ଣ କଲା ପଚାରୁଛ କ୍ୱେଶ୍ଚିନ୍। ଦେଖ ଏଠି କରୁଛି ଏଇଥିପାଇଁ ତୁମକୁ କହିଲି। ଏଠି ଦେଖ କରୁଛି ୟୁଜ୍ କରିଛି ନା ନାହିଁ, କେଉଁଥିପାଇଁ କହିଲି ନା ଦୌଡ଼ୁଛି। ବାକ୍ୟ କେଉଁଥିରେ ଅଛି ନା ଦୌଡ଼ିଛି ଅଛି, ମୁଁ ଏଠି କ'ଣ କରୁଛି କହୁଛି। ଏଠି ଲେଖିଲା କହିଲା, ଏଠି କ'ଣ କଲା ରହିଲା। କହିବାର ଅର୍ଥ ହେଉଛି ଛ ଆଉ ଲ ଏଇଟା ଏମିତି ପଢ଼ାଯାଏନି। ଆକ୍ଚୁଆଲି ହେଉଛି କ'ଣ ନା ଏଠି ଆମର ବର୍ତ୍ତମାନ କାଳ ଲାଗିଲା ବେଳେ ଏଠି ଅତୀତ କାଳ ଅଛି। এই ଜିନିଷଟାକ ତୁମେ ମେ ବି କାଳେ ତୁମକୁ ଡିଫିକଲ୍ଟ ହେବ, ସେଥିପାଇଁ ମୁଁ ତୁମକୁ ନର୍ମାଲି କହିଛି କ'ଣ କରୁଛି। ଗୋଟେ କାମଟାକୁ ଯଦି କ'ଣ କରୁଛି ପଚାରୁଛେ ଯାହା ଉତ୍ତର ଆସିଲା ସେଇଟା ହେଉଛି ଆମର କ୍ରିୟା। ସେଇଥିପାଇଁ ତୁମକୁ ମୁଁ ବୁଝେଇନି। ବୁଝିପାରିଲ ପିଲେ? କ'ଣ ଏଥର ବୁଝିପାରିଲ? ଏଠି କ'ଣ ପାଇଁ କରୁଛି କହିଲି, କ'ଣ କରୁଛି, ଏଠି କ'ଣ କଲା କହିଲି, ଜାଣିପାରିଲ ନା? ଯେଉଁ ବାକ୍ୟ ଦେଇଥିବ ସେଇ ଅନୁଯାୟୀ ଆମକୁ କରିବାର ଅଛି। କ୍ଲିୟର ଏତିକି ପିଲେ? ଆଇ ହୋପ୍ ତୁମେ ଭଲସେ ବୁଝି ସାରିଥିବ। ତାହେଲେ ଦେଖ ଦ୍ୱିତୀୟ ବାକ୍ୟକୁ, ତା ପ୍ରିୟଙ୍କା ଲେଖିଲା। ମୁଁ କ୍ୱେଶ୍ଚିନ୍ କ'ଣ କରିବି କହିଥିଲି ନା ପ୍ରିୟଙ୍କା କ'ଣ କଲା ନା ପ୍ରିୟଙ୍କା ଲେଖିଲା। ତାହେଲେ ଏଇ ଲେଖିବାଟା ହେଉଛି କ'ଣ ନା ଲେଖିବାଟା ହେଉଛି ଗୋଟେ କ୍ରିୟା। ବୁଝିପାରିଲ? ଲେଖିବାଟା ଗୋଟେ କାମ, କାମ ହେଲା ମାତ୍ରକେ କାମର ନାମ ମାନେ କ୍ରିୟା। ବାର ବାର କୁହ, କାମର ନାମ କ୍ରିୟା। ଯେ କରେ କର୍ତ୍ତା, ଯେ କରେ କର୍ତ୍ତା। ମୋ ସହିତ ରିପିଟ୍ ମାର ପିଲେ, ମୋ ସହିତ ରିପିଟ୍ ମାର। ମୁଁ ଯାହା କହୁଛି ମୋ ସହିତ ରିପିଟ୍ ମାର। ଯେ କରେ ବା କରାଏ, ଯେ କରେ ବା କରାଏ କର୍ତ୍ତା। 10 ଥର କୁହ ମୋ ସହିତ, 10 ଥର ନହେଲେ 5 ଥର କୁହ। ଯେ କରେ ବା କରାଏ କର୍ତ୍ତା, ଯେ କରେ ବା କରାଏ କର୍ତ୍ତା, ଯେ କରେ ବା କରାଏ କର୍ତ୍ତା, ଯେ କରେ ବା କରାଏ। ଲାଉଡଲି କହୁନ, କୁହ, ପାଟି ଖୋଲ, ନହେଲେ କିଛି ହେବନି। ମୋ ସହିତ ଏ ସିରିଜ୍କୁ କମ୍ପ୍ଲିଟ୍ କରିବାର ଅଛି, ଭଲ ମାର୍କ ରଖିବାର ଅଛି। ଦେନ୍ ମୋ ସହିତ କୁହ, ଲାଉଡଲି କୁହ। ଯେ କରେ ବା କରାଏ ସେ ହେଲା କର୍ତ୍ତା। ଗୁଡ୍। ଯେ କରେ ବା କରାଏ ସେ ହେଲା କର୍ତ୍ତା। କର୍ମ କ'ଣ ନା କର୍ମ ମୁଁ ତୁମକୁ କହିଥିଲି କ'ଣ ପିଲେ ନିଜେ କୁହ ନା ଯାହା ଉପରେ କାମଟା ହେଉଛି ବା ଆମେ କହିବା ଯେ କ'ଣ ନା କ'ଣ କାହାକୁ ହେଲା କ'ଣ ହେଉଛି। କ୍ୱେଶ୍ଚିନ୍ ଆମେ ଯଦି କ'ଣ ହେଉଛି କହୁଛେ ବା ଯାହା ଉପରେ କାମ ହୁଏ ଆମେ କହିପାରିବା ଯାହା ଉପରେ କାମ ହୁଏ। ଯାହା ଉପରେ କାମ ହେଲା ସେଇଟା ହେଉଛି ଆମର କ'ଣ ନା କର୍ମ। କ୍ରିୟା ହେଉଛି କ'ଣ ନା କାମର ନାମ। କାମର ନାମକୁ ଆମେ କ'ଣ କହୁଛେ କ୍ରିୟା କହୁଛେ। ସେମିତି କ୍ରିୟା 5 ଥର କହିଦିଅ। କାର୍ଯ୍ୟର ନାମକୁ କ୍ରିୟା କୁହାଯାଏ, କାର୍ଯ୍ୟର ନାମକୁ କ୍ରିୟା କୁହାଯାଏ, କାର୍ଯ୍ୟର ନାମକୁ କ୍ରିୟା କୁହାଯାଏ, କାର୍ଯ୍ୟର ନାମକୁ କ୍ରିୟା କୁହାଯାଏ। ପିଲେ ଯେଉଁମାନେ କହୁଛ ଯେ ସ୍କ୍ରିନ୍ ଭଲ ଆସୁନି, ଲେଖା ଭଲ ନାହିଁ, ଯାହା ବି ତୁମେ କଣ୍ଟେଣ୍ଟ ଉପରେ ଧ୍ୟାନ ଦିଅ, ଲେଖା ଉପରେ ଧ୍ୟାନ ଦିଅ ନାହିଁ। ଆଉ ଯଦି ଏମିତି ଲେଖା ଉପରେ ଧ୍ୟାନ ଦେଉଥିବ ଦେନ୍ ତୁମେ କିଛି କରିପାରିବନି। ସେମିତି ତୁମକୁ
ସୁନ୍ଦର ଦରକାର ନାହିଁ, ତୁମକୁ ପାଠ ଦରକାର ପିଲେ ପାଠ ପଢ଼ିକି ଯିବାର ଅଛି ତୁମକୁ, ବୁଝିପାରିଲ। ନହେଲେ ଏମିତି ବାର ବାର 1000 ଜଣ ଆସିବେ, 1000 ଜଣ ଇଏ କରିବେ, ଯିବ। ତୁମକୁ କଣ୍ଟେଣ୍ଟ ଉପରେ ଫୋକସ୍ କର ହେଲା। ଆଉ ଗୋଟେ ଜିନିଷ ମନେ ରଖ, ତୁମ ପାଇଁ ଯେଉଁ ଭିଡ଼ିଓ ବନାଉଛି ବହୁତ ଏନଫ୍ ଟାଇମ୍ ମୋର ଯାଉଛି, ଆଉ ଏନଫ୍ ଟାଇମ୍ ଦେଇକିନା ମୁଁ ବଢ଼ଉଛି ହେଲା। ୟା ପଛରେ ଗୋଟେ ମହାନ ଉଦ୍ଦେଶ୍ୟ ଅଛି, ସେ ଉଦ୍ଦେଶ୍ୟକୁ ବୁଝ ଠିକ୍ସେ, ବୁଝିପାରିଲ। ତ ସବୁ ଜିନିଷ କହିବା ସମ୍ଭବ ନୁହେଁ, ଆଉ ବହୁତ ସମୟ ବାହାର କରିବାକୁ ପଡ଼ୁଛି ଗୋଟେ ଗୋଟେ କଣ୍ଟେଣ୍ଟ ବନାଇବା ପାଇଁ। ସେଥିପାଇଁ ମୁଁ ୟାକୁ ଲେଖିବି, ପୁଣି ଲେଖିକି ତାକୁ ଏଡ଼ିଟ୍ କରିବି, ଦେନ୍ ପୁଣି ତାକୁ ହେଠୁ କ'ଣ କରିବି ନା PDF ବନେଇବି, ତାପରେ ହେଠୁ ପୁଣି ଭିଡ଼ିଓ କରିବି, ଦେନ୍ ରେକର୍ଡ଼ିଂ କରିବି, ପୁଣି ଏଡ଼ିଟିଂ କରିବି, ପୁଣି ଅପଲୋଡ଼ିଂ କରିବି, ତାର ଯାହା ବି ତୁମର ଅଛି ୟୁଟ୍ୟୁବ୍ର କିଛି ରିଲେଟେଡ଼ ଅଛି ତ ସେଗୁଡ଼ାକ କରିବି। ଏଗୁଡ଼ା ଏତେ କରିବା ପାଇଁ ସମୟ ହିଁ ନାହିଁ ପିଲେ, ବୁଝିପାରିଲ। ମୋର ଯାହା ଲକ୍ଷ୍ୟ ଯେ ତୁମମାନଙ୍କ ପାଖକୁ କଣ୍ଟେଣ୍ଟ ପହଞ୍ଚାଇବା, ତ ମୁଁ ସେଇ କାମ ଉପରେ ଫୋକସ୍ କରୁଛି। ମୋତେ ୟୁଟ୍ୟୁବ୍ର ଜ୍ଞାନ କିଛି ବି ଜଣା ନାହିଁ, ଯେ ୟୁଟ୍ୟୁବ୍ କେମିତି ଆଣିବା, କେମିତି ଗ୍ରୋ କରିବା, କିଛି ଜଣା ନାହିଁ। ବାସ୍ ମୁଁ ଭଲସେ ପଢ଼େଇ ଜାଣିଛି, ପଢ଼େଇକି ଅପଲୋଡ଼ କରିବାର ଜାଣିଛି। ୟୁଟ୍ୟୁବ୍ କେମିତି ଗ୍ରୋଥ୍ ହେବ ମୁଁ ସେଇ ଜିନିଷ କିଛି ବି ଜାଣିନି। ତ ସେଇଟା ତୁମ ଉପରେ ଡିପେଣ୍ଡ କରେ, ୟୁଟ୍ୟୁବ୍ ଗ୍ରୋଥ୍ କରୁ ନ କରୁ, ତୁମେ ତୁମ ପାଠ ପଢ଼ିକି ତୁମ କଣ୍ଟିନ୍ୟୁ କରିଚାଲ, ବୁଝିପାରିଲ। ବାସ୍ ସମସ୍ତେ କହୁଛନ୍ତି, ମୁଁ ବି କହିଦେଉଛି ଯେ ଲାଇକ୍ କର, ସେୟାର କର ସାଙ୍ଗମାନଙ୍କ ସହିତ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ନହେଲେ ଆଉ କିଛି ବି ନାହିଁ। ଠିକ୍ ଅଛି। ତ ଆମେ ଦେଖିବା କ'ଣ ନା ପ୍ରିୟଙ୍କା ଲେଖିଲା, ଏଇଟା ଆମେ କହିସାରିଲେଣି। ପ୍ରିୟଙ୍କା ଲେଖିଲା ମାନେ କ'ଣ, ପ୍ରିୟଙ୍କା କ'ଣ କଲା ନା ପ୍ରିୟଙ୍କା ଲେଖିଲା, ଏ ଲେଖିବାଟା ହେଉଛି ଗୋଟେ କ୍ରିୟା। ଯେମିତି ସବୁଥିରେ କହିଥିଲି ଯେ ବାକ୍ୟରେ କ'ଣ ଥିଲା ନା ବାକ୍ୟର ଆରମ୍ଭରେ ଥିଲା କର୍ତ୍ତା, ବାକ୍ୟରେ କ'ଣ ଥିଲା, କର୍ମ ଥାଇପାରେ ନଥାଇପାରେ। ଠିକ୍ ସେଇଭଳିଆରେ ଏଠି ଗୋଟେ ଜିନିଷ ମନେ ରଖ, ବାକ୍ୟରେ କ୍ରିୟା ନଥିଲେ ବାକ୍ୟଟା କେତେବେଳେ କମ୍ପ୍ଲିଟ୍ ହୋଇପାରିବ ନାହିଁ ବା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଏଇ ଜିନିଷଟା ପିଲେ ମନେ ରଖ। ଯଦି ମୁଁ ଏଠି କହିବି ଖାଲି ପ୍ରିୟଙ୍କା କହିବି, ଖାଲି ପ୍ରିୟଙ୍କା କହିଲି, ତାହେଲେ ଏଇଟା ଗୋଟେ ବାକ୍ୟ ହୋଇପାରିବ କି? ଯଦି ଲେଖିଲା ନାହିଁ ତାହେଲେ ପ୍ରିୟଙ୍କାଟା ଗୋଟେ ବାକ୍ୟ କି? ହୋଇପାରିବ ନାହିଁ। ତୁମେ କହିବ ଏଠି ନାହିଁ, ଦେଖା ଉପର କ୍ୱେଶ୍ଚିନ୍କୁ ଗଲ, ଧରାଯାଉ ଏଠି ଯେଉଁଠି ତୁମକୁ କର୍ମ ମୁଁ ବୁଝାଉଥିଲି, ଦେଖ ମୁଁ ଏଠି ଖାଉଛିଟା ଉଠେଇ ଦେଉଛି, ଏ ବାକ୍ୟରୁ ଧର ଖାଉଛିକୁ ମୁଁ ଉଠେଇ ଦେଲି, ତାହେଲେ କ'ଣ ହେଲା, ରାମ ଭାତ। କ'ଣ ରାମ ଭାତ? କିଛି ହେଉଛି, ହେଉନି। ତୁମେ କହିବ କର୍ତ୍ତା ଉପରକୁ ଦେଖାଗଲ, କର୍ତ୍ତା ପାଖରେ ଯୋଉଠି ବୁଝୁଥିଲି ଏଠି ଗୋଟେ ଉଦାହରଣ, ଗୋପାଳ, ଖାଲି ଲେଖିଲି ଗୋପାଳ, କିଛି ହେଉଛି, କିଛି ହେଉନି। ଧର କହିବ ଏଇଟା ଅଧା ଅଛି ବାକ୍ୟ, ଗୋଟେ ପୂର୍ଣ୍ଣ ବାକ୍ୟ ନେଇକିନା କର। ଦେଖ ଏଠି ମୁଁ ଲେଖୁଛି ପୂର୍ଣ୍ଣ ବାକ୍ୟ ଗୋଟେ, ଧରାଯାଉ ଗୋପାଳ ପାଠ ପଢ଼ୁଛି। ଠିକ୍ ଅଛି, ଗୋପାଳ ପାଠ ପଢ଼ୁଛି, ଏଠୁ ପଢ଼ୁଛିକୁ ମୁଁ ଉଡ଼େଇ ଦେଲି ଏକାଥରେ। ଗୋପାଳ ପାଠ, କ'ଣ ଗୋପାଳ ପାଠ ହେଉଛି କି ବାକ୍ୟ? ହେଉନି। ସୋ ଏଇ ଜିନିଷଟା ଆମେ ଏଥିରୁ ଜାଣିପାରିଲେ ଯେ ବାକ୍ୟରେ ଯଦି କ୍ରିୟା ନଥିବ ତାହେଲେ ବାକ୍ୟଟା କେବେ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଆଶା କରୁଛି ତୁମେ କର୍ତ୍ତା କର୍ମ କ୍ରିୟା ଭଲସେ ଜାଣିସାରିଥିବ। ବର୍ତ୍ତମାନ ନିଜକୁ ଚେକ୍ କରିବାର ସମୟ ଆସିସାରିଛି। ତୁମେ କ'ଣ କର ନା ଦେଖ, କ୍ୱେଶ୍ଚିନ୍ ତୁମକୁ ପଚାରୁଛି ଯେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି, ବାକ୍ୟ ମନେ ରହିଲା, ଶିକ୍ଷକ ପିଲାକୁ ପଢ଼ାଉଛନ୍ତି। ଏଇଠି କର୍ତ୍ତା କ'ଣ, କର୍ମ କ'ଣ, କ୍ରିୟା କ'ଣ, ତୁମେ ନିଜେ କମେଣ୍ଟ କର। ତାହେଲେ କର୍ତ୍ତା କାହାକୁ କୁହାଯାଏ? ତାହେଲେ କର୍ତ୍ତା ମୁଁ କହିଥିଲି, କର୍ତ୍ତା ହେଲା ମାତ୍ରେ କ'ଣ ହେବ ନା କର୍ତ୍ତା ଆମେ କାହାକୁ କହିବା? କର୍ତ୍ତା କେଉଁଟା ହେବ ନା ଯେ କରେ, ଯେ କରେ, କ'ଣ କରେ ବା କରାଏ, ଯେ କରେ କିମ୍ବା କରାଏ, କ'ଣ କରାଏ ନା କାମ ଯିଏ କରୁଥିବ। ତାହେଲେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି, କିଏ ପଢ଼ାଉଛନ୍ତି? ମୁଁ କ'ଣ କ୍ୱେଶ୍ଚିନ୍ କ'ଣ କହିଥିଲି ନା କିମ୍ବା ଏଟା ଯେ କରେ କିମ୍ବା କରାଏ କରିବ, ନହେଲେ କିଏ ପ୍ରଶ୍ନ କରିବ, କିଏ ପଢ଼ାଉଛନ୍ତି ନା ଉତ୍ତର ଆସିବ କ'ଣ ଶିକ୍ଷକ। ତାହେଲେ କର୍ତ୍ତା ଆମର ଆସିବ କ'ଣ ନା ଶିକ୍ଷକ। ତାହେଲେ କର୍ମ କ'ଣ ହେବ ନା କର୍ମ ହେଉଛି କାହାକୁ, କର୍ମର କ୍ୱେଶ୍ଚିନ୍ କ'ଣ କହିଥିଲି, କର୍ମ କହୁଥିଲି ଯାହା ଉପରେ କାମ ହେଉଛି। ଶିକ୍ଷକ କାହା ଉପରେ ପଢ଼େଇବାଟା କରୁଛନ୍ତି? ପିଲା ଉପରେ କରୁଛନ୍ତି। ଶିକ୍ଷକ କାମଟା କାହା ଉପରେ କରୁଛନ୍ତି? ଯଦି ଦେଖିବା ତାହେଲେ କାମଟା କେଉଁ କାମ ନା ପଢ଼େଇବା କାମ। ତାହେଲେ ପଢ଼ାଇବା କାମଟା କାହା ଉପରେ ହେଉଛି ନା ପିଲାଙ୍କ ଉପରେ ହେଉଛି, ପିଲାଙ୍କ ଉପରେ ହେଉଛି। ସୋ ପିଲା ହେଉଛନ୍ତି ଆମର କ'ଣ ନା କର୍ମ, ବୁଝିପାରିଲ। ତାପରେ ରହିଲା କ୍ରିୟା। କ୍ରିୟା କ'ଣ ନା କ୍ରିୟା ହେଉଛି ଶିକ୍ଷକ କ'ଣ କରୁଛନ୍ତି। ମୁଁ କହିଛି ନା କ'ଣ କରୁଛନ୍ତି, କ'ଣ କରୁଛନ୍ତି, ପଢ଼ାଉଛନ୍ତି, କ'ଣ ପଢ଼ାଉଛନ୍ତି ନା ପଢ଼ାଉଛନ୍ତି। ତାହେଲେ ପଢ଼ାଉଛନ୍ତିଟା ହେଉଛି ଗୋଟେ କ୍ରିୟା। ମୁଁ କହିଛି କାମର ନାଁ, ତାହେଲେ କାମର ନାଁଟା ବି କ୍ରିୟା କହିପାରିବେ। ତାହେଲେ ଏଠି କେଉଁ କାମ ହେଉଛି ନା ପଢ଼େଇବା କାମ ହେଉଛି। ତେଣୁ ପଢ଼େଇବାଟା ହେଉଛି ଆମର ପିଲେ କ୍ରିୟା। ଆଶା କରୁଛି କର୍ତ୍ତା କର୍ମ କ୍ରିୟା ଭଲସେ ବୁଝିପାରିଥିବ। ତଳେ ଦେଖ ଆଉ ଗୋଟେ ଅଛି, କ'ଣ ଅଛି, ମୁଁ ପୁସ୍ତକ ପଢ଼ିଲି, ମୁଁ ପୁସ୍ତକ ପଢ଼ିଲି। ତାହେଲେ ଏଠି ମୁଁ ହେଉଛି କ'ଣ ନା କର୍ତ୍ତା, ପୁସ୍ତକ ହେଉଛି ପିଲେ କ'ଣ ନା କର୍ମ, ପଢ଼ିଲି ହେଉଛି କ୍ରିୟା ହେଲା, ବୁଝିପାରିଲ। କିନ୍ତୁ ମନେ ରଖ, ସବୁବେଳେ ମନେ ରଖିଥ, ସବୁବେଳେ ଆରମ୍ଭରୁ କ'ଣ କରିବ ନା ତୁମେ ଆଗ କ୍ରିୟାକୁ ବାହାକେଇ ଦେବ। ବାକ୍ୟରୁ କ୍ରିୟାକୁ ଆଗ ପ୍ରଥମେ ବାଛିବ। କାହାକୁ ବାଛିବ ଆଗ ନା ଆଗ ବାଛିବ କ୍ରିୟାକୁ। ଆଗ କ୍ରିୟାକୁ ସେପାରେଟ୍ କଲେ ବାକି ରହିଲା କିଏ, ମୁଁ ଆଉ ପୁସ୍ତକ। ତାହେଲେ ମୁଁ ହେଉଛି ସବୁବେଳେ କର୍ତ୍ତା, ମୁଁ ହେଉଛି କର୍ତ୍ତା, ପୁସ୍ତକ ହେଉଛି କର୍ମ। ଠିକ୍। କ୍ୱେଶ୍ଚିନ୍ 3କୁ ଦେଖ, ସେ ଗୀତ ଗାଉଛି, ଏଥିରେ କର୍ମ ଆଗ କ'ଣ କହିଥିଲି କ୍ରିୟା ବାଛିଦେବ। କ୍ରିୟା ହେଉଛି କ'ଣ କାମ, କ୍ରିୟା ମାନେ କାମ, କାମ ହେଉଛି କେଉଁ କାମ ହେଉଛି ନା ଗାଇବା କାମ ହେଉଛି। ତାହେଲେ ଗାଇବାଟା ହେଉଛି ଆମର କ'ଣ ଗୋଟେ ନା କ୍ରିୟା। ବାକି କ'ଣ ବଞ୍ଚିଲା ସେ ହେଉଛି କ'ଣ କାମଟା କିଏ କରୁଛି ନା ସେ କରୁଛି। ଇଏ ହେଲା ଆମର କର୍ତ୍ତା। କ'ଣ କରୁଛି
ना गीत गाऊँ ताहले गीत हूँ आमर कौन ना कर्म बुझीपाल पिले तो 4 आउ 5 तुम उपर छाड़देली कमेंट करना दब 4 रे कर्ता कौन कर्म कौन आउ क्रिया कौन तापर 5 नंबर भी सेमती कर्ता कौन कर्म कौन क्रिया कौन तुम उपर एतिकी कहली पिले बुझीपाल एतिकी देन देख पिले तुम एग्जाम स्पेशल टिप्स कौन एग्जाम स्पेशल टिप्स जेबे भी तुमको देथिबो कर्ता कर्म क्रिया चिन्हट पाई जदि कर्ता चिन्हट पाई देथिबो किबा कर्म पाई देथिबो किबा क्रिया पाई देथिबो तुमे प्रथमे सब बेले कोन करिवो क्रिया को चिन्हट करिवो काहाकू चिन्हट करिवो क्रिया को क्रिया माने कोन कहितली गुटे कामर नाम ता माने जोडी काम थिबो तुमको सेडा ही प्रथमे चिन्हट करिवार अछि ताकू जदि तुमे बाछि देलो देन बाकी जोरा होइला सेगुडा हो जदि कर्ता आ कर्म कर्ता पाई देखिवो किए करूछि कर्म पाई देखिवो कोन किबा काहाकू करूछि बुझी पालो पिले कोन कहल जदि तुमे एतिकी फॉलो करूछ देन तुमर कर्ता कर्म क्रिया रो कोनोसी डाउट रहिबो नाही मु तुमको कोन कहली प्रथमे गुटे वाक्य रे फास्ट बाहर कर दो काहाकू ना क्रिया को क्रिया माने कोन ना गुटे काम को बाहर कर दो काम जो शब्दटा थी ताकू बाहर दो तापर जी बंचला हे भर जीए किए करे किए प्रश्न आसला मात्र सी हो गला कर्ता कौन कराए कौन कहला मात्र तार उत्तर जब आसू सी हो गला आमर कर्म बुझीपाल पे कर्ता कर्म आउ क्रिया आई होप तुम बुझीपार आउ एग्जाम स्पेशल टिप्स तुम बहुत बेनिफिट हो आउ क्लासटा तुम भलसे प्रथम शेष पर्यंत देखि आ भलसे बुझीपार जदि भी किसी तुम डाउट हो देन कमेंट सेक्शन खोला पड़ी तुम चाहिए कमेंट कर मु कमेंट प्रत्येक कमेंट उत्तर मु आराम से दे पारि ठीक अच्छे आई होप तुम भलसे देखि तुमको सीरीज प्रथम वीडियो हो द्वितीय वीडियो हो कि ई वीडियो हो तुमको बहुत मात्रा भल लगुव आउ कंटेंट तुम फायदा हो जदि तुमको ये कंटेंट फायदा हो देन ए फायदा को लगातार पाइबा आम सहित जोड़ी ही रही चैनल को सब्सक्राइब करो सांग मान सहित शेयर कराओ ए कंटेंट अधिक रु अधिक लोक पाखक जीवा निहाती जरूरी बुझीपाल थैंक यू निजर प्रिपरेशन भलसे करो भलसे पढ़ आउ जॉब को क्रैक करो ओम नमः सिद्धम।